दिन जाए चिन्ह रहे। चिन्ह कौन? किछि निंदा बा किछि प्रशंसा। कीर्तिमान दीर्घजीवी, जे कीर्तिमान जे यशस्वी से अमर। कीर्तिमान दीर्घजीवी ता चिन्ह है कीर्ति। साधारणतः ओडिया भाषा गोटे चलाचल ढग अच्छी, तू बाटिए चस कि बाटरे हग। बाटिए चस बा बाटरे हग। बाटरे हगिले ना पड़े, बाटिए चसिले ना पड़े। अर्थात जे भूल काम करे से निंदन हुए, ताको लोक मन रखती। जे भल काम करे से प्रशंसनीय हुए, ताको लोक मन रखती। तेणु विचार आपणक उपरे, आपण भूल हेबे बा भल हेबे, हीन हेबे बा महान हेबे। ए हीन बा महान, भूल बा भल, ये सबू आम हाथर खेल। मनर भावना, जीभर कथा, हाथर काम, मनर भावना, जीभर खेल। श्रीमद् भागवत लेखा है मनीष देहे दिव्य ज्ञान, देखी संतोष भगवान। तेणु आमे श्रेष्ठ जीव मनुष्य भल काम करिबा कि भूल काम करिबा। आमे आज 12 तारीख रविवार उपर आलोचना करिबा। रही शनिवार कहवा रविवार उपरे। 12 तारीख रविवार मेष राशि, मेष राशि घातवार। रविवार मेष राशि घातवार। दिन 3:14 परे अश्विन नक्षत्रर घात चंद्र है। राति 3:45 परे मेष राशि भाग्यर मानचित्र बदली जीव। राति 3:45 परे 3:45 पर्यंत सूर्योदय ठारू सेमाने कौन सब जानिबे। 3:45 पर कौन हम ना 3:45 परे जो समय आसीबो ताहा अभिनंदनीय। राति 3:45 परे एक अभिनंदनीय शुभ समय आसीबो। तेणु से समय पर्यंत आमे कौन केते सुख के दुख पाइबा आलोचना करिबा। अंततः से जाए सूर्योदय ठारू से जाए एमाने किए मेषराशि लोक माने कर्म चंचल रहिबे, देह मन पूर्ण सुस्थ रहिबो, आय अमल पाई सुजोग आसीबो। केवल विवेकी तथा विचारवंत व्यक्तिगण यार लाभ उठाई खुशी हेबे। दैनंदिन जीवन धारारे कौन सी बाधा बंधन नहीं। खटिबा और खाइबा, सुस्थ और सुंदर रहिबा, आसंता काली पाई योजना करिबा। भल दिन मेषर बढ़िया दिन, किंतु राति 3:45 परे आउरी बढ़िया समय आसो, माने आसंता काली पाई गोटे शुभ खबर। वृष राशि 12 तारीख रविवार वृष राशि कृतिका नक्षत्रर दिन 3:14 परे अशुभ। राति 3:45 परे नूतन सकाळ हेबो, माने शुभ समयर आरंभ हेबो। सूर्योदय ठारू से जाए किछि व्यक्ति स्वार्थ साधन पाई आपणक मुख प्रशंसा करिवे। एथिपाई कहा जाइछि भल करी चिन्हि रख भ्रातांक बदन। सर्प क्रूर खड़ क्रूर सर्पात क्रूरतर खड़
ମନ୍ତ୍ରୌଷଧି ବସେ ସର୍ପ ଖଳ କେନ ନିବାର୍ଯ୍ୟତେ। ସାପ ଆଉ ଖଳ ଇଏ ଦିହେଁ ଖରାପ, କିନ୍ତୁ ସାପଠାରୁ ଖଳ ଲୋକ ଏଇ ମୁଖ ପ୍ରଶଂସା ଯେଉଁମାନେ କରନ୍ତି, ଚିକଣିଆ କଥା କହନ୍ତି, ଏ ଘର ମାଉସୀ ସେ ଘର ପିଉସୀ ହନ୍ତି, କୋଟିଏ କୋଟିଏ ଘର ଭାଙ୍ଗିବା ପାଇଁ ଏମାନେ ପ୍ରାୟ ମଜା ନିଅନ୍ତି। ତେଣୁ ଏମାନେ ଖଳ। ସାପକୁ ବଶୀଭୂତ କରିବା ପାଇଁ ମନ୍ତ୍ର ଅଛି, ଔଷଧ ଅଛି, କିନ୍ତୁ ଖଳକୁ ବୁଝେଇବା ପାଇଁ, ଖଳ ଚରିତ୍ରକୁ ପରିବର୍ତ୍ତନ କରିବା ପାଇଁ କୌଣସି ଉପାୟ ନାହିଁ। ତେଣୁ ବେଳହୁଁ ସାବଧାନ ହେଲା। ବାସ୍ ଖଳ ଚରିତ୍ର ଆପଣ ଆଜି ଅପମାନିତ ହୋଇପାରନ୍ତି, ସାବଧାନ। ଶନି ଏବେ ଏକାଦଶରେ, ରବି ବି ଦୁଇ ପିତା ଶନି ଆଉ ରବି ପିତା ପୁତ୍ର ଏମାନେ ଏକାଦଶରେ, ସେ ଅବଶ୍ୟ ସହାୟ ହେବେ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଏଇ ଖଳ ଲୋକ ଖାଲରେ ପକାଇ ପାରିବେ ନାହିଁ। ବୁଝା ପଇଲା? ମେଷ ଗଲା, ବୃଷ ଗଲା, ଏବେ ମିଥୁନ ଆଲୋଚନା କରିବା। 12 ତାରିଖ ରବିବାର, ମିଥୁନ ରାଶି, ମୃଗଶିରା ନକ୍ଷତ୍ରର ଦିନ 3ଟା 14 ଠାରୁ ଅଶୁଭ। ମାତ୍ର ରାତି 3ଟା 45 ପରେ ବିଧାତା ଅନ୍ୟ ଚିନ୍ତା କରିବେ। ଅପମାନିତ ହେବା ଭଳି ମନ୍ଦ ସମୟ ଆସିବ। ରବିବାର ଆପଣମାନଙ୍କୁ ସତର୍କତାର ସହ ଚଳାଚଳ ହେବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଏଣୁ ରବିବାର ବାହାରକୁ ଯାଆନ୍ତୁନି, ଦୂରକୁ ଯାଆନ୍ତୁନି, ଦୂରଯାତ୍ରା ନିଷେଧ ଅଛି। ଆଜି ଧକ୍କା ଭୟ ଅଛି। ମିଥୁନ ରାଶିର ଧକ୍କା ହେବାର ଭୟ ଅଛି। ଘରେ ଥିଲେ ବି ଧକ୍କା ହେବ, ମାନେ କେଉଁଠି ବାଡ଼େଇ ପିଟି ହୋଇପାରନ୍ତି, କଷ୍ଟ ପାଇବେ, ରୋଗାକ୍ରାନ୍ତ ହେବେ। ଆୟ ଅମଳରେ ସମସ୍ତ ରାସ୍ତା ବନ୍ଦ। ଆୟ ଅମଳର ସମସ୍ତ ରାସ୍ତା ବନ୍ଦ। କୌଣସି କାର୍ଯ୍ୟ ଯଥା ସମୟରେ ହେବନି। ମିଥୁନ ରାଶି ପାଇଁ ରବିବାର 12 ତାରିଖ ଆଦୌ ଶୁଭ ନୁହେଁ। 12 ତାରିଖ ରବିବାର କର୍କଟ ରାଶି, ପୁଷ୍ୟା ନକ୍ଷତ୍ରର ଦିନ 3ଟା 14 ଠାରୁ ଅଶୁଭ। ମାତ୍ର ରାତି 3ଟା 45 ପରେ ନୂତନ ସୂର୍ଯ୍ୟ ଉଦୟ ହେବ। ଅତି ମନ୍ଦ ସମୟ ଆସିବ। ରବିବାର ଏକ ଆୟକାରୀ ଦିନ। ଜ୍ଞାନୀ ଗୁଣୀ ଗଣ ସ୍ୱବୁଦ୍ଧି ବଳରେ ଏହି ସମୟର ସଦୁପଯୋଗ କରିଥାନ୍ତି। ଆପଣ କାହିଁକି ନ କରିବେ? ଯେଣୁ ଦେହ ଓ ମନ ମୁଣ୍ଡ ସହିତ ସୁସ୍ଥ ରହିବ, ତେଣୁ କର୍ମଯୋଗୀ ହୁଅନ୍ତୁ। ବହୁ ହିତାକାଂକ୍ଷୀ ମିତ୍ରଙ୍କ ସହ ସାଜି ସଂଳାପ ହେବ। ନୂତନ ରୋଜଗାର ହେବା ପାଇଁ ସୁଯୋଗ ଆସିବ। ଆଜି ଭଲ ଦିନ। ଆଜି ସବୁ କାମ କରିନିଅନ୍ତୁ। ଆସନ୍ତାକାଲି ବା ଭଲ ଦିନ ନୁହଁ ବୋଲି ଆପଣ ଜାଣିଲେ 3ଟା 45 ପରଠାରୁ। 12 ତାରିଖ ରବିବାର, ସିଂହ ରାଶି, ପୁରୁଷଙ୍କର ଘାତ ଚନ୍ଦ୍ର। ମଘା ନକ୍ଷତ୍ରର ଦିନ 3ଟା 14 ଠାରୁ ଅଶୁଭ। ମାତ୍ର ରାତି 3ଟା 45 ପରେ ଅନ୍ୟ କିଛି ହେବ। ଧନପ୍ରଦ ସମୟ ଆସିବ। ରବିବାର ଏକ ଲାଭକାରକ ଦିନ। ବିବିଧ ଲାଭ। ରୋଗୀ ସୁସ୍ଥ ହେବେ। ବୃତ୍ତି ଖୋଜୁଥିବା ବ୍ୟକ୍ତିଙ୍କୁ ଆୟକାରୀ ପନ୍ଥା ମିଳିଯିବ। ଖାଦ୍ୟ ପାନୀୟ ପାଇ କ୍ଷୁଧାତୁର ଓ ତୃଷାତୁର ସନ୍ତୁଷ୍ଟ ହେବେ। ମାନେ ଏହିପରି ବିବିଧ ଲୋକ ବିବିଧ ଲାଭ ପାଇବେ। ବିବିଧ ରୂପରେ ଭିନ୍ନ ଭିନ୍ନ ଚରିତ୍ର ପାଇଁ ସ୍ୱତନ୍ତ୍ର ଲାଭ ଆସିବ। ସେମାନେ ସମସ୍ତେ ଆନନ୍ଦିତ ହେବେ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। କିଛି ନୂତନ ଯୋଜନା କାର୍ଯ୍ୟକାରୀ ହେବ। ମାନେ 12 ତାରିଖ ରବିବାର ସିଂହ ରାଶି ପାଇଁ ଏକ ବଢ଼ିଆ ଦିନ। 12 ତାରିଖ ରବିବାର କନ୍ୟା ରାଶି, ହସ୍ତା ନକ୍ଷତ୍ରର ଦିନ 3ଟା 14 ଠାରୁ ଅଶୁଭ। ମାତ୍ର ରାତି 3ଟା 45 ପରେ ପାଗ ବଦଳିଯିବ।
ଲାଭପ୍ରଦ ସମୟ ଆସିବ। ହେଲେ ଆଜି ରବିବାର ଆପଣ ସୁଖରେ ରହିବେ। ମନ ଲାଖି ସମ୍ମାନ ଆଦର ପାଇବେ। କର୍ମାନୁସାରେ ଧନ ପାଇବେ। ବ୍ୟବହାର ଅନୁସାରେ ମିତ୍ର ଓ ବନ୍ଧୁ ପାଇବେ। ରୁଚିକର ଖାଦ୍ୟ, ଆରାମଦାୟୀ ଶଯ୍ୟା, ମନଲାଖି ଜୀବନସାଥୀ ଆପଣଙ୍କ ପାଖେ ପାଖେ ଛାଇ ପରି ରହି ସୁଖ ଦେବେ। ଆଜି ସୁଖକର ଦିନ। କନ୍ୟା ପାଇଁ ଆଜି ସୁଖକର ଦିନ। ସୁଖ ସୁଖ ସୁଖ, ବିବିଧ ସୁଖ। କୌଳିକ, ମୌଳିକ, ବୌଦ୍ଧିକ, ଆର୍ଥିକ, ପାରିବାରିକ, ସାମାଜିକ ବିବିଧ ସୁଖ ଆଜି କନ୍ୟା ରାଶି ଜନତାଙ୍କୁ ମିଳିବ। ଏବେ ଆମେ ତୁଳା ପାଖକୁ ଯିବା। 12 ତାରିଖ ରବିବାର, ତୁଳା ରାଶି, ଚିତ୍ରା ନକ୍ଷତ୍ରର, ଦିନ 3ଟା 14 ଠାରୁ ଅଶୁଭ। ମାତ୍ର ରାତି 3ଟା 45 ପରେ ଭାଗ୍ୟର ପରିବର୍ତ୍ତନ ହେବ। ସୁଖପ୍ରଦ ସମୟ ଆସିବ। 12 ତାରିଖ ଦିନଟି ଆଦୌ ସୁଖପ୍ରଦ ହେବନି ତୁଳା ରାଶି ପାଇଁ। ବିବିଧ ଶାରୀରିକ ସମସ୍ୟା ଆସିବ। ରୋଗରୁ ଯନ୍ତ୍ରଣା ଭୋଗିବେ। ଦୂରଯାତ୍ରା ନିଷେଧ। ଆୟ ଅମଳ ପ୍ରାୟ ହେବନି। ଯାହା ହେବ ତାହା ହ୍ୟାଣ୍ଡ ଟୁ ମାଉଥ, ମାନେ ଦାଣ୍ଡରୁ ଆସି ହାଣ୍ଡିରେ ପଡ଼ିବ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ତେଣୁ ଗୃହର ଆସବାବପତ୍ର ବି ନଷ୍ଟ ହେବାର ସଂକେତ ମିଳୁଛି। ତୁଳା ରାଶି ସାବଧାନ। 12 ତାରିଖ ରବିବାର, ବିଛା ରାଶି, ଅନୁରାଧା ନକ୍ଷତ୍ରର, ଦିନ 3ଟା 14 ଠାରୁ ଅଶୁଭ। ମାତ୍ର ରାତି 3ଟା 45 ପରେ ଅନ୍ୟ ଚିନ୍ତା କରିବାକୁ ପଡ଼ିପାରେ। ମନ୍ଦ ସମୟ ପ୍ରାୟ ସରିଯିବ। ଶୁଭ ସମୟ ଆସିବ। ତେଣୁ ଏବେ ରବିବାର ଦିନ କ'ଣ କରିବା? ଭଲ ସମୟ। ତେଣୁ ରବିବାର ଧନାଗମ ହେବ। ଆୟ ଅମଳ ପାଇଁ ସୁଯୋଗ ଆସିବ। ମାତ୍ର ମନ ଟିକେ ଅବୁଝା ହେବ। ମନ ଆକୁଳ ବ୍ୟାକୁଳ ହେବ। କୌଣସି ଅକୁହା ବେଦନା ମନକୁ ସନ୍ତାପିତ କରିବ। କର୍ମ କ୍ଷେତ୍ରରେ ବିଭ୍ରାଟ ହେବ। ଶାନ୍ତି ଭଙ୍ଗ ହେବ। ଦୈନନ୍ଦିନ ଜୀବନ ଧର୍ମରେ ଏକ ବ୍ୟତିକ୍ରମ ଆସିବ। ରାହୁ ମଙ୍ଗଳ ଏଇ ଦୁଇ ଶତ୍ରୁ ଗ୍ରହ ଗୋଟେ ଜାଗାରେ ଅଛନ୍ତି। ସେ ଦିହେଁ ମିତ୍ର ପରି ଆଜି ସହଯୋଗ କରିବେ। ବାସ୍। 12 ତାରିଖ ରବିବାର, ଧନୁ ରାଶି, ମୂଳା ନକ୍ଷତ୍ରର, ଦିନ 3ଟା 14 ଠାରୁ ଅଶୁଭ। ମାତ୍ର ରାତି 3ଟା 45 ପରେ 3ଟା 45 ପରେ ନୂଆ କଥା ଶୁଣିବା ଶୁଭ ସମୟ ଆସିବ। ଆସନ୍ତାକାଲି ପାଇଁ ଶୁଭତା ମାନେ ରବିବାର ଧନାଗମ ହେବ। କୁଟୁମ୍ବରେ କଳହ ହେବ। ମନ ବିଗିଡ଼ିଯିବ। ଦେହ ଭଲ ରହିବ। ମାତ୍ର ମନ ପାଇଁ ସବୁ କ୍ଷେତ୍ରରେ ଭୁଲ ହେଇ ଚାଲିବ। ବିବିଧ ବୃତ୍ତି ବେଉସା ପୂର୍ବାପେକ୍ଷା ମାନ୍ଦା ହେବ। ଆଜି ଦିନଟି ଧନୁ ରାଶି ପାଇଁ ଭଲ ନୁହେଁ। ମକର କଥା। 12 ତାରିଖ ରବିବାର, ମକର ରାଶି, ଉତ୍ତରାଷାଢ଼ା ନକ୍ଷତ୍ରର, ଦିନ 3ଟା 14 ଠାରୁ ଅଶୁଭ। ମାତ୍ର ରାତି 3ଟା 45 ପରେ ଭାଗ୍ୟ ବଦଳିଯିବ। ସାମାନ୍ୟ ମନ୍ଦ ସମୟ ଆସିବ। ହେଲେ ରବିବାର ଦିନ ସାରା ବିବିଧ ଶାନ୍ତି ଓ ଆନନ୍ଦ ତୁମ ପାଖେ ପାଖେ ଛାଇ ପରି ରହିବ। ଆୟ ଅମଳ ପାଇଁ ସମସ୍ତ ସୁଯୋଗ ଆସିବ। ଜ୍ଞାନୀ ଓ ବିବେକୀ ଏହାର ସଦୁପଯୋଗ କରି ଲାଭ ପାଇବେ। ମାତ୍ର ବୋକା ଅଳସୁଆ ଜଳକା ହୋଇ ଚାହିଁ ରହିବେ। ଦେହ ମନ ମୁଣ୍ଡ ଏହାର ସମସ୍ୟା ନାହିଁ। ସୁସ୍ଥ ସବଳ ଶାନ୍ତ ଅବସ୍ଥାରେ ରବିବାର 12 ତାରିଖ ଦିନଟି କଟିଯିବ। 12 ତାରିଖ ରବିବାର, କୁମ୍ଭ ରାଶି, ଧନିଷ୍ଠା ନକ୍ଷତ୍ରର,
ଦିନ 3ଟା 14 ଠାରୁ ଅଶୁଭ। ମାତ୍ର ରାତି 3ଟା 45 ପରେ ଭାଗ୍ୟ ବଦଳିଯିବ, ମାନେ ଅତି ଉତ୍ତମ ସମୟ ଆସିବ। ରବିବାର ଜନ୍ମ ରାହୁ, ଜନ୍ମ ବୁଧ, ଜନ୍ମ ମଙ୍ଗଳ, ପୁଣି ଦ୍ୱିତୀୟସ୍ଥ ଶନି ଆଉ ଦ୍ୱିତୀୟସ୍ଥ ରବି ମିଳିତ ସଂଗ୍ରାମ କରି ଏଇ କୁମ୍ଭ ରାଶି ଲୋକମାନଙ୍କୁ ସମସ୍ୟା ପରେ ସମସ୍ୟା ଦେଇ ଏକ ଚକ୍ର ବ୍ୟୂହରେ ପକାଇ ଦେବେ। ବ୍ୟୟ ଅଧିକ ହେବ, ଦେହ ଅସୁସ୍ଥ ହେବ, କିଛି ଲୋକଙ୍କୁ ଖୁସି କରିବା ପାଇଁ ଖର୍ଚ୍ଚାନ୍ତ ହେବେ। ଦୂରଯାତ୍ରା ନ କଲେ ଭଲ, କଲେ ହଇରାଣ ହେବେ, ବହୁ ବାଧା ବିଘ୍ନର ସମ୍ମୁଖୀନ ହେବେ। ସୁତରାଂ ବାରଟା ରବିବାର ଆପଣଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ। 12 ତାରିଖ ରବିବାର, ମୀନ ରାଶି, ଉତ୍ତର ଭାଦ୍ର ନକ୍ଷତ୍ରର, ଦିନ 3ଟା 14 ଠାରୁ ଅଶୁଭ, ରାତି 3ଟା 45 ପରେ ବିଧାତାଙ୍କର ବିଚାର ବଦଳିଯିବ, ମାନେ ମନ୍ଦ ସମୟ ଆସିବ। ସୂର୍ଯ୍ୟୋଦୟଠାରୁ ସେ ଯାଏ ରାତି 3ଟା 45 ଯାଏ ଜୀବନକୁ ଉପଭୋଗ କରନ୍ତୁ, କରିବାର ସୁଯୋଗ ଆସିବ। ନିର୍ବିଘ୍ନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ, ସବୁ ଯୋଜନା ସଫଳ ରୂପ ନେବ, ବ୍ୟୟ ସୀମିତ ହୋଇଯିବ, ଆୟ ଅମଳ ବଢ଼ିଯିବ, ବିଭିନ୍ନ ମହଲରୁ ପ୍ରଶଂସା ଶୁଣିବେ, ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ, ଦୈନନ୍ଦିନ ବୃତ୍ତିର ବିକାଶ ପାଇଁ ବହୁ ସୁଯୋଗ ଆସିବ। ଜ୍ଞାନୀ ଗୁଣୀ ଏ ସୁଯୋଗର ସୁବିନିଯୋଗ କରିଥାନ୍ତି। ଆପଣ ତ ଜ୍ଞାନୀ, ତେଣୁ ସମୟର ସୁଯୋଗର ସତ୍ ଉପଯୋଗ କରନ୍ତୁ ନା। ହଁ ବନ୍ଧୁ, ଆସନ୍ତାକାଲି ଈଶ୍ୱର ଚାହିଁଲେ ଆମେ ପୁଣି ଏଇ ରାଶିଫଳ ଉପରେ ଆଲୋଚନା କରିବା। ଗୋଟେ କଥା ଶାସ୍ତ୍ରକାର ଚାଣକ୍ୟ କହିଲେ, ଜ୍ଞାନୀ କହିଲେ, ଏଇ ଯେଉଁ ପିତା ପୁତ୍ର ସଂଗ୍ରାମ ବର୍ତ୍ତମାନ ଚାଲିଛି, ପିଲାମାନେ ବିଶେଷ କରି ପିତାମାତାଙ୍କୁ ଯେଉଁ ଦୁଃଖ ଦେଉଛନ୍ତି, ତା କାରଣ କ'ଣ ପିଲା? ନାଇଁ। ତା କାରଣ ପିତାମାତା। କେମିତି? ଛୋଟିଆ ଚାରା ଗଛ ଯେତେବେଳେ ଥାଏ, ବୋଲେ କିଏ? ବିଛୁଆତି ଗଛ ଆଉ ତୁଳସୀ ଗଛ। ଆମେ ବିଛୁଆତିକି ଜାଣିଲେ ଶାସନ କରୁ କି ନାହିଁ? ଓପାଡ଼ି ଫୋପାଡ଼ି ଦେଉ, ତୁଳସୀକି ପାଣି ଦେଇ ବଞ୍ଚଉ। ସେଥିପାଇଁ କୁହାହେଇଛି ପିଲାମାନଙ୍କୁ, ଛାତ୍ରମାନଙ୍କୁ, ଶିଷ୍ୟମାନଙ୍କୁ ଯେ ଅଧୀନସ୍ଥ, ତାଙ୍କୁ ଟିକେ ଶାସନ କରନ୍ତୁ। ଲାଳନେ ବହ ବହ ଦୋଷା, ତାଡ଼ନେ ବହ ବହ ଗୁଣା। ଯେତେ ଗେହ୍ଲା କରିବା, ଯେତେ ଲାଳନ କରିବା, ସେତେ ଦୋଷ ବଢ଼ିଯିବ। ଯାହାକୁ ଭଲ ପାଆନ୍ତି ସତରେ, ତା ଦୋଷ ତାକୁ ଦେଖେଇ ଦିଅନ୍ତୁ, ଶାସନ କରନ୍ତୁ। ଲାଳନେ ବହ ବହ ଦୋଷା, ତାଡ଼ନେ ବହ ବହ ଗୁଣା। ଶାସନ କରନ୍ତୁ, ଶିକ୍ଷା ଦିଅନ୍ତୁ, ସଂସ୍କାର ଶିଖାନ୍ତୁ। ହେଲେ ଏହାଦ୍ୱାରା ଗୁଣ ବଢ଼ିଯିବ। ଆପଣମାନେ ଯେଉଁ ଗେହ୍ଲା କରୁଛନ୍ତି ଶୈଶବରୁ ପିଲାମାନଙ୍କୁ, ଗୋଟେ ପୁଅ କାଳେ ପଳେଇଯିବ, ମରିଯିବ, ଘୋଡ଼ାମୁହାଁ ପୁଅ ବଞ୍ଚି ଲାଭ କ'ଣ? କୋର୍ଥପୁତ୍ରେଣ ଜାତେନ ଯୋ ନ ବିଦ୍ୱାନ ଧାର୍ମିକ। ସେ ପୁଅ ଜନ୍ମ ହିଁ ଲାଭ କ'ଣ? ଯିଏ ବିଦ୍ୱାନ ନୁହେଁ କି ଧାର୍ମିକ ନୁହେଁ। ପିଲାଦିନୁ ପିଲାଙ୍କୁ ଶାସନ କରନ୍ତୁ। ଲାଳନେ ବହ ବହ ଦୋଷା, ଏଇଟା ମନେ ରଖିଥିବେ। ଲାଳୟେତ୍, ଗେହ୍ଲା କରିବେ କେତେ ପର୍ଯ୍ୟନ୍ତ? ନା ଲାଳୟେତ୍ ପଞ୍ଚବର୍ଷାଣି, ଅପ୍ ଟୁ 5 years, 5 ବର୍ଷ ପର୍ଯ୍ୟନ୍ତ ଲାଳନ ପାଳନ କରିବା ଉଚିତ। ଲାଳୟେତ୍ ପଞ୍ଚବର୍ଷାଣି, 10 ବର୍ଷାଣି ତାଡ଼ୟେତ୍। 5 ପୁରିଗଲା, 15 ଯାଏ। 5 ଯୋଗ 10 = 15। ତେଣୁ 15 ବର୍ଷ ଯାଏ କଡ଼ା ଶାସନ ଭିତରେ ରଖନ୍ତୁ। ଲାଳୟେତ୍ ପଞ୍ଚବର୍ଷାଣି, 10 ବର୍ଷାଣି ତାଡ଼ୟେତ୍। ପ୍ରାପ୍ତେ ତୁ 16 ବର୍ଷେ। ଯେତେବେଳେ 16 ବର୍ଷ ହେଇଗଲା, ପୁତ୍ରଂ ମିତ୍ରବତ୍ ଆଚରେତ୍। ସେ ଆପଣ ଫ୍ରେଣ୍ଡ ହେଇଗଲା, ତା କାନ୍ଧ ଆପଣଙ୍କ କାନ୍ଧ ଉଚ୍ଚା ହେଇଗଲା, ସେ ଆପଣଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବ। ଯଦି ଶାସନ ସଂସ୍କାର ଶିଖେଇଥିବେ, କେବେ ବି ଉଚ୍ଚ କଣ୍ଠରେ ସେ କଥାବାର୍ତ୍ତା କରିବନି। ଯଦି ଶାସନ ନ କରି, ସଂସ୍କାର ନ ଶିଖେଇ ଖାଲି ଗେହ୍ଲା କରିଥିବେ, ତାକୁ ଉତ୍ତର କ'ଣ ଆସିବ? ଆ ବଳଦ ମୋତେ ବିନ୍ଧି